ମୁଁ ଆଶା କରୁଛି ନିଶ୍ଚିତ ଭାବରେ ଅପେରା ଶ୍ରୀମନ୍ଦିର ଯାତ୍ରା ଜଗତରେ କିଛି ଗୋଟେ ନୂଆ କରି ଦେଖେଇବ। କୋଉ ଆଶା ନେଇକି ମଇଦାନକୁ ଓହ୍ଲଉଛି ଶ୍ରୀମନ୍ଦିର? ଶ୍ରୀମନ୍ଦିର ତ ସେଇଟା ତ ସେମାନେ କହିବେ, ପ୍ରଡ୍ୟୁସର ଆଉ ମ୍ୟାନେଜମେଣ୍ଟ କହିପାରିବ। ଆମେ ଯାହା ଯେତିକି ଭାବୁଛୁ, ଆମେ ଯେଉଁମାନେ ସବୁ ବୁକ୍ ହେଇଛୁ ନାଟକ ଗୀତ କରିବା ପାଇଁ, ଆମେ ନିଶ୍ଚିତ ଭାବରେ ଭଲ ନାଟକ ଭଲ ଗୀତ କରିବୁ, ଚେଷ୍ଟା କରିବୁ, ଆପ୍ରାଣ ଚେଷ୍ଟା କରିବୁ। ତେଣିକି ଜଗନ୍ନାଥଙ୍କର ଇଚ୍ଛା, ଜଗନ୍ନାଥଙ୍କର ନାଁରେ, ଜଗନ୍ନାଥଙ୍କ ମନ୍ଦିର ନାଁରେ ଏ ପାର୍ଟି ଶ୍ରୀମନ୍ଦିର, ଅପେରା ଶ୍ରୀମନ୍ଦିର। ତେଣୁ ଜଗନ୍ନାଥ ଯାହା ଚାହିଁବେ, ଇଚ୍ଛାମୟ ଯାହା ଚାହିଁବେ ସେହା ହିଁ ଘଟିବ। ଶ୍ରୀମନ୍ଦିରରେ ନିଗମ ମିଶ୍ରଙ୍କ ଗୀତ କିଛି ନୂଆ ହବ କି ଏଥର ଅଲଗା ଯାତ୍ରା ପାର୍ଟି ଅପେକ୍ଷା? ସେଇଟା ମୁଁ କହିପାରିବି ନାହିଁ। ଜଗନ୍ନାଥ ଯାହା ମୋ କଲମରେ ଲେଖେଇବେ, ମୁଁ ନିଜେ ଲେଖେ ନାହିଁ, ଜଗନ୍ନାଥଙ୍କୁ ସମର୍ପଣ କରିଦିଏ, ମା ଶାରଳାଙ୍କୁ ସମର୍ପଣ କରିଦିଏ। ସିଏ ଯାହା ମୋ ମୁଣ୍ଡରେ ଭର୍ତ୍ତି କରନ୍ତି ତାହା ମୋ କଲମରେ ମୁଁ ଗାରେଇ ଦିଏ। ତାପରେ ସେ ଗୀତ ହିଟ୍ ହେବ କି ନ ହେବ ସେଇଟା ଦର୍ଶକ କହିବେ। ସାର୍ ଏବେ ଯେଉଁ ଦେଖିବାକୁ ହେଇଥିବ, ଆପଣ ଜଣେ ଗୀତିକାର ହିସାବରେ ଏବେ ସବୁ ଅଶ୍ଳୀଳ ନୃତ୍ୟକୁ ନେଇକି ହେଉଛି, ଅପେରା ଶ୍ରୀମନ୍ଦିରରେ କିଛି ସେଇଭଳିଆ ରହିବ? ପ୍ରଶ୍ନ ଉଠୁନି ଆଜ୍ଞା। ଅପେରା ଶ୍ରୀମନ୍ଦିର କ'ଣ, କୌଣସି ଅପେରାରେ ଆଉ ରହିବ ନାହିଁ ଅଶ୍ଳୀଳ ନୃତ୍ୟ। ଆପଣ ଗତକାଲି ଆମର ଭୁବନେଶ୍ୱର DCP ଆନାଉନ୍ସ କରିଛନ୍ତି, ଖଣ୍ଡଗିରି ଯେଉଁ ମହାକୁମ୍ଭ ଆସୁଛି, ଯାତ୍ରା ମହାକୁମ୍ଭ ଫେବୃଆରୀ 6ରୁ 17, ତା ଭିତରେ ଆପଣ ଦେଖିବେ କୌଣସି ପାର୍ଟିରେ ଅଶ୍ଳୀଳ ନୃତ୍ୟ, ଆଇଟମ୍ ଡ୍ୟାନ୍ସ ଏସବୁ ହେବ ନାହିଁ। ଆଉ ତାଙ୍କର ବି ପେଟ ପାଟଣା କଥା ଅଛି, ସେମାନେ ବି ଆସୁଛନ୍ତି, ହଁ ନାଚୁଛନ୍ତି ହଁ ରାତି। ନା ପେଟ ପାଟଣା ଅଛି ବୋଲି ସେମାନେ ତ ସବୁ ସୀମା ଲଙ୍ଘନ କରିଛନ୍ତି। ଦର୍ଶକ ସବୁର ଗୋଟେ ଲିମିଟ୍ ଅଛି, ଲିମିଟ୍ କ୍ରସ୍ କଲା ପରେ ଅତିରୁ ଇତି ହେବା କଥା। କାହିଁକି ବିରୋଧ କରାଯାଉଛି? ଆପଣ ଦେଖନ୍ତୁ, କେଉଁଠି ଦର୍ଶକ କିଛି ମଜା ନେଉଛନ୍ତି, ଦର୍ଶକ 400 ଟଙ୍କା ଟିକେଟ୍ ହେଲେ ବି 400 ଟଙ୍କା ମଜା ନେଉଛନ୍ତି, କିନ୍ତୁ ତା'ର ପ୍ରତିଫଳ କ'ଣ ଘଟୁଛି ସମାଜ ଉପରେ ଯେଉଁ ପଡ଼ୁଛି, ମିଡ଼ିଆ ଦ୍ୱାରା ଯେଉଁ ସବୁ ଆପଣଙ୍କର ସବୁ ହାଇଲାଇଟ୍ ହେଇଯାଉଛି, ସେସବୁ ଅଶ୍ଳୀଳ ଚିତ୍ର, ଅଶ୍ଳୀଳ ଫଟୋ, ଅଶ୍ଳୀଳ ଭିଡ଼ିଓ, ଇତ୍ୟାଦି, କାନ କାମୁଡ଼ା ଇତ୍ୟାଦି, ସେଗୁଡ଼ାକ ସବୁ ଆମର ମାନେ ଉତ୍ତର ପିଢ଼ିଙ୍କ ପାଇଁ ଏକ ଖରାପ ପ୍ରଭାବ ପକାଉନି କି? ସେଥିପାଇଁ ହୁଏତ ପ୍ରଶାସନ ଏବଂ ପୋଲିସ ଅଶ୍ଳୀଳ ନୃତ୍ୟକୁ ବନ୍ଦ କରିବାକୁ ଚାହୁଁଛନ୍ତି। ସେମାନେ ଯାତ୍ରା ପାର୍ଟି ଯିଏ କହୁଛନ୍ତି, ସିଏ ଡାକିକି ଆଣୁଛନ୍ତି, ସିଏ କହୁଛନ୍ତି ଏମିତି କଲେ ଆମର ହାଇଲାଇଟ୍ ହେବ, ଏମିତି କିଛି ଅଛି କି? ନାଇଁ ଶୁଣନ୍ତୁ, କୌଣସି ମୋ ଜାଣିବାରେ, ମୋ ଜ୍ଞାତ ସାରରେ ମୁଁ କହୁଛି, କୌଣସି ଯାତ୍ରା ମାଲିକ ଅଶ୍ଳୀଳ ଡ୍ୟାନ୍ସ ବା ସେଇ ଯେଉଁମାନେ କରୁଛନ୍ତି ସେମାନଙ୍କୁ କେବେ ଡାକେ ନାହିଁ। ଡାକିଥାଏ କମିଟି ତା'ର ଲାଭ କରିବା ପାଇଁ, ମୁଁ ଯେତିକି ଜାଣିଛି। ତେଣୁ ଏଥିପାଇଁ କମିଟି ବାଲାଙ୍କୁ ଆପଣମାନେ କହିପାରିବେ, ସେମାନେ ତାଙ୍କର ମାନେ ଲାଭ ଉଠାଇବା ପାଇଁ ହୁଏତ ସେଇ ଆଇଟମ୍ ଡ୍ୟାନ୍ସର ମାନଙ୍କୁ ଆଣିଥାଇପାରନ୍ତି। ତାଙ୍କୁ ବି ଅଙ୍କୁଶ ଲାଗିବ, ନିଶ୍ଚିତ ଅଙ୍କୁଶ ଲାଗିବ, ନିଶ୍ଚିତ। ସବୁର ଗୋଟେ ରହିବ ସୀମା, ସୀମା ଉଲ୍ଲଙ୍ଘନ କଲେ ଅସୁବିଧା। ଯାତ୍ରା ପାର୍ଟିରେ ବି କମିଯିବେ, ଲୋକ ବି କମିଯିବେ, ଯେଉଁ ଯାହାକୁ ଯାଉଛନ୍ତି ଦେଖିବାକୁ। ନା 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 ନା, ଆପଣ କାହିଁ ସେଗୁଡ଼ା ଭାବୁଛନ୍ତି ଯାତ୍ରା ପାର୍ଟିରେ ଲୋକ କମିଯିବେ? ଏବେ ଦେଖନ୍ତୁ, ଆପଣ ସେଇ ଅଶ୍ଳୀଳ ନୃତ୍ୟ ଜାଗାରେ ଗୋଟେ ପାର୍ଟି ରାମାୟଣ, ଆମର ଟ୍ରାଡ଼ିସନାଲ୍ ଜିନିଷ, ପୌରାଣିକ ମାଇଥୋଲୋଜିକାଲ୍ ଜିନିଷ, ମାଇଥୋଲୋଜିକାଲ୍ ଡ୍ୟାନ୍ସ, ତାକୁ ବି ଲୋକ ଦେଖୁଛନ୍ତି। ତେଣୁ ଶୁଣନ୍ତୁ, ଲୋକଙ୍କୁ ଆପଣ ଯାହା ଦେଖେଇବେ ଲୋକ ସେଇଆ ଦେଖିବେ। କାହିଁ ଆଗରୁ ତ କାହିଁ ସେଇ ଯେଉଁ ଅଶ୍ଳୀଳ ନୃତ୍ୟ ଶିଳ୍ପୀମାନେ, ତାଙ୍କ ନାଁ ଧରିବା ମୋର ଉଚିତ ହେବ ନାହିଁ, ସେମାନେ ତ କାହିଁ ଆଗରୁ ନଥିଲେ? କ'ଣ ଯାତ୍ରା ହିଟ୍ ହେଉନଥିଲା ନା? ଲୋକ ଦେଖୁନଥିଲେ ଯାତ୍ରା? ଆଗରୁ ସବୁ ଯାଉଥିଲେ ରେକର୍ଡ ଡ୍ୟାନ୍ସ ଦେଖିବାକୁ। ଆଜ୍ଞା, ରେକର୍ଡ ଡ୍ୟାନ୍ସ, ହଁ ରେକର୍ଡ ଡ୍ୟାନ୍ସ ହେବ, ରେକର୍ଡ ଡ୍ୟାନ୍ସ ହେଉଛି, ହେବ, କିନ୍ତୁ ସେଥିରେ ଅଶ୍ଳୀଳତା ନଥିବ। ଶ୍ରୀମନ୍ଦିର କୋଉ କୋଉ କଳାକାରମାନଙ୍କୁ ଭେଟିଦେବ ଏଥର ବଡ଼? ମୁଁ କହିପାରିବି ନାହିଁ। ମୁଁ ଶ୍ରୀମନ୍ଦିରରେ ଗୀତ ଲେଖିବା ପାଇଁ ବୁକ୍ ହେଇଛି, ତାଙ୍କର ମ୍ୟାନେଜମେଣ୍ଟ ସହିତ ଆପଣ ଆଲୋଚନା କରନ୍ତୁ, ସେମାନେ କହିପାରିବେ କିଏ କିଏ କଳାକାର ଏଇ ଅପେରାରେ ଯୋଗ ଦେବେ। ଆଜି ଶ୍ରୀମନ୍ଦିର ଅପେରା ଶ୍ରୀମନ୍ଦିର ତାର ଜନ୍ମ ନେଉଛି ଏଇ ଜଗନ୍ନାଥଙ୍କ ପ୍ରାଙ୍ଗଣରେ। ସବୁ ସାର୍ମାନେ ଆସିଛନ୍ତି, ସବୁ ଓନର୍ମାନେ ବି ଆସିଛନ୍ତି, ଏବଂ ପ୍ରଯୋଜକ ପ୍ରମୋଦ କୁମାର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ, ବଙ୍କିମବାବୁଙ୍କ ତତ୍ତ୍ୱାବଧାନରେ ଏ ପାର୍ଟିଟି ଆଜି ଜନ୍ମ ନେବାକୁ ଯାଉଛି। ବହୁତ ସୁନ୍ଦର ସୁନ୍ଦର କଳାକାର ରହିବେ, ଡ୍ୟାନ୍ସର ମାନେ ରହିବେ, ମ୍ୟୁଜିକ୍ ଷ୍ଟାଫ୍ ଭଲ ରହିବେ। ତେଣୁ ଗୋଟେ ଉଚ୍ଚ କୋଟିର ପାର୍ଟି ହେଉଛି। ଆର ଉଜ୍ଜଳ ଭବିଷ୍ୟତ ମୁଁ କାମନା କରୁଛି ଜଗନ୍ନାଥଙ୍କ ପାଖରେ। ଜୟ ଜଗନ୍ନାଥ। ସାର୍, ଆଉ ଗୋଟେ ପ୍ରଶ୍ନ, ଆପଣଙ୍କର ଯୋଗଦାନ କ'ଣ ରହିଛି ଶ୍ରୀମନ୍ଦିରରେ? କ'ଣ କ'ଣ ଏଥର ଭେଟିଦେବେ ଆପଣ? ସେଇଟା ପଛରେ ଜଣାପଡ଼ିବ, ଏବେ ଜଣାପଡ଼ିନି। ସେଇଟା ପ୍ରଯୋଜକ ଆଉ ତାଙ୍କର ମ୍ୟାନେଜମେଣ୍ଟ ଆମକୁ ଡାକିଲେ, ସେ ଅନୁସାରେ ଆମେ ଯିବୁ। ସାର୍, ଆପଣ ଦୀର୍ଘ ବର୍ଷ ଧରି ଯାତ୍ରାରେ କାମ କଲେଣି, ଫିଲ୍ମରେ ବି କାମ କରୁଛନ୍ତି, କିନ୍ତୁ ଏବେ ଯାତ୍ରାରେ ନୂଆ ନୂଆ ଯେତେ ଯାତ୍ରା ପାର୍ଟି ଆସୁଛି, ସେମାନେ ମାନେ ଆଇଟମ୍ ସଙ୍ଗକୁ ନେଇକି ଡ୍ୟାନ୍ସ କରୁଛନ୍ତି, ଆଇଟମ୍ ଗାନକୁ ନେଇକି। ଶ୍ରୀମନ୍ଦିର ସେମିତି କିଛି କରିବ କି? ନାଇଁ ନାଇଁ, ଶ୍ରୀମନ୍ଦିର କରିବ ନାହିଁ। ଶ୍ରୀମନ୍ଦିର ଯଦି କରିବ ଦେବଦାସୀ ନୃତ୍ୟ କରିବ। ଶ୍ରୀମନ୍ଦିର କେବେ ଆଇଟମ୍ ନୃତ୍ୟ କେବେ କରିବ ନାହିଁ ବୋଲି ମୋର ଆଶା ଆଉ ବିଶ୍ୱାସ। ଧନ୍ୟବାଦ। ପ୍ରଥମେ ଆପଣଙ୍କୁ ଧନ୍ୟବାଦ ଦେବି।
से महाप्रभु ना कथाटी आरंभ करी कथाटी हूँ बर्तमान यात्रा को जो मैंने अति मात्रा भल पाते आदर करुले श्रद्धा करुले से मैंने बर्तमान मुँह फेर तार किसी निर्दिष्ट कारण अच्छी कारणटी कौन किसी छद्मवेशी भाइरस बर्तमान मंच भीतर पशि आसी मंचटा को पूरा कलुषित कर सारे आमर से कथा परवर्ती कथा आम बर्तमान मुख्य उद्देश्य अच्छी जेहेतु महाप्रभु जगन्नाथ भावर ठाकुर विश्व नियंत्र ठाकुर 4.5 कोटी ओडियांकर आराध्य देवता तांकर नौर श्रीमंदिर तांको नाँ आम जो नामकरण कर यात्रापाटी करुचु आमर उद्देश्य आम अंगीकारबद्ध कला प्रदर्शन करूँ किंतु कलंक को प्रश्रय देवुनि यहीटा हूँ आम मुख्य लक्ष्य भल नाटक करूँ दर्शक आदृति को लाभ करूँ लोकप्रियता हासिल करूँ आम कहूँ श्रीमंदिर सबु श्रींकर शिरोमणि आजिकल युवपीढ़ी मैंने बेसिकली पसंद कर नग्नता आपड़ जब से बाद देवे पुणा ढांचा गढ़े भावुं लोकप्रियता अर्जन कर ना आपण आम परिवार आ गोटे भल आगधाड़ी अनुष्ठान अच्छे अपेरा सूर्य मंदिर जो सूर्य मंदिर को मुझे परिचालना करुच्ची आपण बसिक जेकोसी मुहूर्त आम अनुष्ठान नाटक रेकर्ड डांस मेलोडी उपभोग करेंगे आप अनुभव करेंगे आम अनुष्ठान भितर नग्नतार प्रश्न ही ना मुझे नग्नता को प्रश्रय दिएनि कि भाइरस मान सुजोग दिएनि मंच उपर चढ़ी कलुषित करूँ आगामी दिन में भी मोर से प्रतिज्ञा जारी दर्शक मानक बिना नग्नतार बिना अश्लीलतार आम नाटक निश्चिंत भाव में भेटिदेव यात्रा धन्यवाद।